भारत माता की जय। सनातन हिंदू धर्म की जय। गो माता की जय। किछि हिंदू एठी धृतराष्ट्र साजिଛନ୍ତି ସବୁ ଜାଣୁଛନ୍ତି ବୁଝୁଛନ୍ତି ସୁଝୁଛନ୍ତି କିନ୍ତୁ ସେମାନଙ୍କର କିଛି ବି ଯାଏ ଆସେ ନାହିଁ। କିଛି ହିନ୍ଦୁ ଭୀଷ୍ମ ପିତାମହ ସାଜିଛନ୍ତି ସେମାନଙ୍କ ପାଖରେ ଯଥେଷ୍ଟ କ୍ଷମତା ଅଛି, ସେମାନେ ଗୁଣୀ ଜ୍ଞାନୀ ବିବେକବାନ, କିନ୍ତୁ ସେମାନେ ସବୁ ଜାଣି ଶୁଣି ବି ନୀରବ, ସେମାନେ ହେଉଛନ୍ତି ବୁଦ୍ଧିଜୀବୀ। ଆଉ କିଛି ହିନ୍ଦୁ ଦୁର୍ଯ୍ୟୋଧନ ଦୁଃଶାସନ, ନିଜ ଅହଙ୍କାର, ନିଜ ପଦପଦବୀ, ନିଜର କ୍ଷମତା ପାଇଁ ସେମାନେ ସବୁକିଛି କରିବା ପାଇଁ ମନସ୍ଥ କରି ନେଇଛନ୍ତି। ଗୋମାତାର ହତ୍ୟା ପାଇଁ, ସନାତନ ସଭ୍ୟତା ସଂସ୍କୃତିକୁ ଜଳାଞ୍ଜଳି ଦେବା ପାଇଁ କେବେ ବି ପଛଉନାହାନ୍ତି। ଆଉ କିଛି ହିନ୍ଦୁ କର୍ଣ୍ଣ ସାଜିଛନ୍ତି, ସେମାନେ ସବୁ ଜାଣିଛନ୍ତି, ସବୁ ବୁଝିଛନ୍ତି, କିନ୍ତୁ ନିଜର କ୍ରୀତଦାସ ମନୋଭାବ ପାଇଁ ନିଜର ମାଲିକ ପାଖରେ ଗୁଲାମ ହେଇ ରହିଛନ୍ତି। ଏ ହେଉଛି ହିନ୍ଦୁ ସମାଜର ଅବସ୍ଥା। ସମଗ୍ର ହିନ୍ଦୁ ସମାଜକୁ ମୋର ନିବେଦନ, ଯେଉଁ ଅଳ୍ପ କିଛି ଧର୍ମଯୋଦ୍ଧା ଭାରତ ମାତାର ସୁରକ୍ଷା ପାଇଁ, ସନାତନ ହିନ୍ଦୁ ଧର୍ମ ସଭ୍ୟତା ସଂସ୍କାର ଗୋମାତାର ସୁରକ୍ଷା ପାଇଁ ଦିନ ରାତି ଲାଗିଛନ୍ତି, ସେମାନଙ୍କ ହାତ ଛାଡ଼ନ୍ତୁ ନାହିଁ, ସେମାନଙ୍କୁ ସହଯୋଗ କରନ୍ତୁ, ସମସ୍ତେ ଏକତ୍ରିତ ହୁଅନ୍ତୁ। କାରଣ ସେମାନେ ନିଜ ସ୍ୱାର୍ଥ ପାଇଁ କେବେ ଲଢ଼ୁନାହାନ୍ତି, ସମଗ୍ର ହିନ୍ଦୁ ସମାଜ ପାଇଁ, ଭାରତ ମାତାର ସୁରକ୍ଷା ପାଇଁ ଲଢ଼ୁଛନ୍ତି। ସେମାନଙ୍କୁ ଏକା କେବେ ଛାଡ଼ନ୍ତୁ ନାହିଁ। ସ୍ୱାଧୀନତା ପରେ ବି ଦୀର୍ଘ 75 ବର୍ଷ ଧରି ବହୁ ସଂଖ୍ୟକ ହିନ୍ଦୁ ସମାଜ ସହ ତୁଷ୍ଟୀକରଣ ନାଁରେ ଅନେକ ଛଳନା ହେଇଛି, ଅନେକ ପ୍ରତାରଣା ହେଇଛି। ଆଉ ଆଜି ବି ବିଶେଷ କିଛି ପରିବର୍ତ୍ତନ ହେଇନାହିଁ। କାରଣ ସମସ୍ତଙ୍କୁ ଜଣାଅଛି ହିନ୍ଦୁ ଜାତିରେ, ଭାଷାରେ, ନିଜ ସ୍ୱାର୍ଥରେ, ହୀନ ରାଜନୀତିରେ ବାଣ୍ଟି ହେଇଯାଇଛି। କିନ୍ତୁ ଅନ୍ୟ ମଜହବ ସମ୍ପ୍ରଦାୟର ଲୋକମାନେ ନିଜ ମଜହବ ସମ୍ପ୍ରଦାୟ ପାଇଁ ମରିବା ଓ ମାରିବା ପାଇଁ ବି ପଛଉନାହାନ୍ତି। ସେମାନେ ସଦାସର୍ବଦା ସଂଗଠିତ ରହୁଛନ୍ତି। ସେଇଥିପାଇଁ ରାଜନେତାମାନଙ୍କୁ ଜଣାଅଛି ଯେ ଭୋଟ ବ୍ୟାଙ୍କଟା କେଉଁଠି। ସମଗ୍ର ହିନ୍ଦୁ ସମାଜକୁ ମୋର ନିବେଦନ, ପୁରା ହିନ୍ଦୁ ସମାଜ ସଂକଳ୍ପ ନେବା, ଯେଉଁ ରାଜନେତା, ଯେଉଁ ରାଜନୈତିକ ଦଳ, ଯେଉଁ ବୁଦ୍ଧିଜୀବୀ, ଯେଉଁ ସମାଜସେବୀ ଭାରତ ମାତାର ସୁରକ୍ଷା ପାଇଁ, ସନାତନ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ, ଗୋମାତାର ସୁରକ୍ଷା ପାଇଁ, ଆମ ସଭ୍ୟତା ସଂସ୍କାର, ଆମ ବେଦ ଉପନିଷଦ ଏସବୁର ସୁରକ୍ଷା ଦେଇପାରିବ ନାହିଁ, ସେ ରାଜନୈତିକ ଦଳକୁ, ସେ ବ୍ୟକ୍ତିକୁ ଆମେ ସଦାସର୍ବଦା ବର୍ଜନ କରିବା। ସିଏ ଯିଏ ବି ହେଉଥାଉ ନା କାହିଁକି, ଯେଉଁ ରାଜନୈତିକ ଦଳ ହେଉଥାଉ ନା କାହିଁକି, କାରଣ ଆମ ଧର୍ମ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା। ସମଗ୍ର ବିଶ୍ୱ ପାଇଁ, ସମଗ୍ର ବିଶ୍ୱର କଲ୍ୟାଣ ପାଇଁ, ସମଗ୍ର ପ୍ରାଣୀ ଜଗତ ପାଇଁ ସନାତନ ହିନ୍ଦୁ ଧର୍ମର ସୁରକ୍ଷିତ ଅନିବାର୍ଯ୍ୟ। ଭାରତ ବିରୋଧୀ, ଧର୍ମ ବିରୋଧୀ, ରାଷ୍ଟ୍ର ବିରୋଧୀ, ସନାତନ ଧର୍ମ ସଭ୍ୟତା ବିରୋଧୀ, ଲୋଭୀ, ସ୍ୱାର୍ଥପର, ଦଲାଲ ବେଇମାନଙ୍କ ପାଇଁ ମାତ୍ର 200 ଇଂରେଜ ଭାରତକୁ 200 ବର୍ଷ ଶାସନ କଲେ। ଅଳ୍ପ କେହି ମୁଗଲ ଶହ ଶହ ଭାରତବର୍ଷକୁ ଶାସନ କଲେ। ଆଉ ଏଇ ଅଳ୍ପ ଦଲାଲ ବେଇମାନ, ରାଷ୍ଟ୍ର ବିରୋଧୀ, ଧର୍ମ ବିରୋଧୀ ଦଲାଲ ରାଜନେତାମାନେ ଆମର ସର୍ବସ୍ୱ ଲୁଟିକି ଆମକୁ ସର୍ବହରା କରିଦେବେ। ଆମେ ଯଦି ବେଳୁ ସାବଧାନ ନ ହେବା, ଆମେ ଯଦି ଆଜି ନୀରବ ରହିବା, ଆଗକୁ ମହାଭାରତ ହେବ। ଭୀଷ୍ମ ପିତାମହଙ୍କ ଭଳି ବିରାଟ ଜ୍ଞାନୀ ଗୁଣୀ ଧନୁର୍ଧର ଯୋଦ୍ଧା ଉଚିତ ସମୟରେ କେଉଁଟା ଠିକ୍ କେଉଁଟା ଭୁଲ ତାର ପଦକ୍ଷେପ ନେଲେ ନାହିଁ ବୋଲି ତାଙ୍କୁ ସରଶଯ୍ୟାରେ ଶୋଇବା ପାଇଁ ପଡ଼ିଲା। ଜଟାୟୁ ସାମାନ୍ୟ ପକ୍ଷୀ ହେଇ ବି ରାବଣ ଭଳିଆ ମହାପରାକ୍ରମୀ ସହିତ ଉଚିତ ସମୟରେ ଉଚିତ ନିର୍ଣ୍ଣୟ ନେଇ ଏବଂ ରାବଣ ଭଳିଆ ମହାପରାକ୍ରମୀ ସହିତ ଯୁଦ୍ଧ କଲା, ଯାହାର ପରିଣାମ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ କୋଳରେ ତାର ଜୀବନ ଗଲା। ଆପଣ ଯେତେ ଧନଶାଳୀ ହୁଅନ୍ତୁ, ଜ୍ଞାନୀ ଗୁଣୀ ପରାକ୍ରମୀ ସବୁକିଛି ହୁଅନ୍ତୁ, ଯଦି ଉଚିତ ସମୟରେ ଉଚିତ ପଦକ୍ଷେପ ନ ନେବେ ପରିସ୍ଥିତି ଭୟାନକ ହେବ। ଆଉ ଆମ ଭବିଷ୍ୟତ ପିଢ଼ିକୁ ଏଇ କଷ୍ଟ, ଏଇ ଯନ୍ତ୍ରଣାକୁ ଅନେକ ବର୍ଷ ଧରି ସହ୍ୟ କରିବା ପାଇଁ ପଡ଼ିବ।